ଭାଇ ଯେତେବେଳେ ନ୍ୟାସନାଲ ହାଇୱେରେ ମଣିଷ ଯାଉଥାଏ, କିଛି ଗୁଡ଼ାଏ ଲୋକଙ୍କୁ ମୁଁ ଫଲୋ କରେ, ଦେଖେ, ମାନେ ସେମାନେ କଣ କରନ୍ତି, ଅନସଡନ ରାଇଟ୍ ସାଇଡ୍ କି ଯାଆନ୍ତି, ନହେଲେ ଅନସଡନ ଲେଫ୍ଟ ସାଇଡ୍ କି ଯାଆନ୍ତି। ଆରେ ଭାଇ ଯଦି ତମେ ଅନସଡନ ରାଇଟ୍ କିମ୍ବା ଲେଫ୍ଟକୁ ଯାଉଛ, ନିହାତି ତମେ ବ୍ୟାକ୍ ସାଇଡ୍ କି ଦେଖିକି ତମେ ରାଇଟ୍ ଯିବ। ତମେ ବ୍ୟାକ୍ ସାଇଡ୍ କି ଦେଖୁନ, ଡାଇରେକ୍ଟ ରାଇଟ୍ କି ଯାଉଛ। ଭାଇ ଇଏ ହେଉଛି ନ୍ୟାସନାଲ ହାଇୱେ ରୋଡ। ଗୋଟେ ସୁତେ ଯଦି ତମେ ଲେଫ୍ଟ କିମ୍ବା ରାଇଟ୍ କରୁଛ ନା, ପଛରେ ଆସୁଥିବା ଯୋଉ ହାଇ ସ୍ପିଡ ଗାଡି ଗୁରା ସେ ଆଉ ବ୍ରେକ୍ ମାରିପାରିବେନି, ଡାଇରେକ୍ଟ ଆକ୍ସିଡେଣ୍ଟ। କିଛି ଜଣ ଅଛନ୍ତି ବି ବାଇକରେ ଯାଉଥିବା, ସେମାନେ ବାଇକର ମାନେ ମିରର ଗୁରା ଖୋଲି ଦିଅନ୍ତି। ଆରେ ଭାଇ ମିରର କମ୍ପାନୀ କଣ ପାଇଁ ଦେଇଛି? ତମେ ଖୋଲିଦେଲେ ବ୍ୟାକ୍ ସାଇଡ୍ କି କେମିତି ଦେଖିବ? ଭାଇ ତମ ଗାଡି ମିନିମମ୍ 70, 80, 100 ସ୍ପିଡରେ ନ୍ୟାସନାଲ ହାଇୱେରେ ତମେ ଗାଡି ଚଲଉଥିବ। ତମେ ଯଦି ବ୍ୟାକ୍ ସାଇଡ୍ କି ନ ଦେଖିକି ତମେ ଲେଫ୍ଟ କିମ୍ବା ରାଇଟ୍ କରିବ, ନିହାତି ଭାଇ 100% ଆକ୍ସିଡେଣ୍ଟ ହିଁ ହବ। କାହିଁକି ନା ଯେତେବେଳେ ହାଇୱେରେ ଗାଡି ଗୁରା ସବୁ ଟ୍ରକ୍ ଗୁରା, ନ୍ୟାସନାଲ ଟ୍ରକ୍ ଗୁରା ଯାଆନ୍ତି, ସେମାନେ କଣ କରନ୍ତି, ପୁରା ଗୋଟେ ରାଜ୍ୟରୁ ଆଉ ଗୋଟେ ରାଜ୍ୟକୁ ଯେତେବେଳେ ଯାଉଛନ୍ତି, ପୁରା ହାଇ ସ୍ପିଡରେ ଯାଉଛନ୍ତି। ଆଉ ତାକେ ସେମାନେ ଅନସଡନ ଗୋଟେ ଟ୍ରକ୍ ବାଲା କେବେ ବି ବ୍ରେକ୍ ମାରିବ ନାହିଁ। ଯଦି ଅନସଡନ ବ୍ରେକ୍ ସେ ମାରିବ ନା, ସେ ଟ୍ରକ୍ ଆଉ ରୋଡ ଉପରେ ରହିବନି, ଟୋଟାଲ ରୋଡ ବାହାରେ ଯାଇକି ପଡିବ। ତେଣୁ ଭାଇ ତମେ ନିହାତି ଗୁରୁତ୍ୱ ଦେଇକି ଗାଡି ଚଲାନ୍ତୁ, ନିହାତି ସେଫ୍ଟିରେ ରହିବେ।